ମୋର ପ୍ରିୟ ଦର୍ଶକ ବନ୍ଧୁଗଣ ସମସ୍ତଙ୍କୁ ନମସ୍କାର। ଏହି ଯେଉଁ ଭିଡ଼ିଓ ଆପଣମାନେ ଦେଖୁଛନ୍ତି, ଛୋଟ ପିଲାଟି ମାତ୍ର 2 ବର୍ଷ। ନର୍ଥ କୋରିଆ ଉତ୍ତର କୋରିଆରେ ଭୟାନକ ଶାସନ ପ୍ରଚଳିତ ଅଛି ବର୍ତ୍ତମାନ ଯାଏ। ଏକଛତ୍ର ଶାସନ। କିମ୍ ଜଙ୍ଗ ଉନ୍ ଯିଏକି ଶାସକ ଅଟନ୍ତି, ଅତି ପାୱାରଫୁଲ୍, ଦ ପ୍ରାଇମ୍ ଅଫ୍ ନର୍ଥ କୋରିଆ। ମୋର ପ୍ରିୟ ଦର୍ଶକ, ଛୋଟ ପିଲା ଜୀବନରେ ପ୍ରଭୁ ଯୀଶୁଙ୍କ ବିଶ୍ୱାସ ଦେଖି, ବାଇବେଲର ଅଧ୍ୟୟନ, ବାଇବେଲର ପ୍ରଚାର ଦେଖି ଏତେ ଛୋଟ ପିଲାଙ୍କୁ ବି ତାଙ୍କୁ ମାନସିକ ନିର୍ଯାତନା, ତାଙ୍କୁ ଆରେଷ୍ଟ କରାଗଲା, ତାଙ୍କ ପରିବାରକୁ ଆରେଷ୍ଟ କରାଗଲା। ତଥାପି ତାଙ୍କ ବନ୍ଦିତ୍ୱରେ ଜେଲ୍ ଭିତରେ ଥିବା ଶହ ଶହ ହଜାର ହଜାର ବନ୍ଦିତ୍ୱ ଅବସ୍ଥାରେ ଥିବା ଲୋକମାନେ ପ୍ରଭୁ ଯୀଶୁଙ୍କ ଉପରେ ବିଶ୍ୱାସ କଲେ। ଆଜି ବି ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରାଯାଉଛି। ସେଦିନ ପାଉଲ ସିଲାଙ୍କୁ ଯେପରିକି ବନ୍ଦୀଗୃହ ମଧ୍ୟରେ କରାଯାଇଥିଲା, ତଦ୍ରୂପ ଆଜି ବି 2022-23ର ଘଟଣା ଜୀବନ୍ତ ସତ୍ୟ ଘଟଣା। ତ ଆମମାନେ କି ପ୍ରଭୁ ଯୀଶୁଙ୍କ ପାଇଁ ଏହିପରି ସେବାରେ ଲାଗି ରହୁଛୁ। ଛୋଟ ଶିଶୁଙ୍କ ପାଇଁ ପରିବାରକୁ ବି ବନ୍ଦୀ କରାଗଲା, କାରଣ ବାକ୍ୟ ବି କହେ ପ୍ରଭୁ ଯୀଶୁଙ୍କ ସକାଶେ ଆମ୍ଭେମାନେ ଯେଉଁମାନେ ତାଡ଼ନା ପ୍ରାପ୍ତ ହେଉଛନ୍ତି, ତ ପ୍ରଭୁ ଯୀଶୁଙ୍କ ସକାଶେ ହିଁ ଏହା ଘଟୁଛି। କାରଣ ସେ ସତ୍ୟ ଜୀବନ୍ତ ଈଶ୍ୱର ହୋଇଥିବା ସକାଶୁ ତାଙ୍କ ଉପରେ ଗଭୀର ବିଶ୍ୱାସ ସ୍ଥାପନ କରିବା ଦରକାର। ଏହି ଛୋଟ ଶିଶୁଙ୍କ ପରି ଆମେମାନେ ମଧ୍ୟ ବିଶ୍ୱାସ ଜାରି ରଖୁ। ଥ୍ୟାଙ୍କ ୟୁ। ଗଡ୍ ବ୍ଲେସ୍ ଅଲ୍ ଅଫ୍ ୟୁ।